ମନ୍ତ୍ରୀ ମାନ ହଁ କଥା ଜଣାଇବାକୁ ଆସିଥିଲୁ। ଆଜ୍ଞା ମନ୍ତ୍ରୀ ମାନ ତେଣେ ରାଜଧାନୀ ପ୍ରତ୍ୟାବର୍ତ୍ତନ ସମୟ ହୋଇଛି। ଏ ରାଜଧାନୀ କ'ଣ ଫେରିବେ ଆଜ୍ଞା? ପଣ୍ଡିତ ସେ କଥା ଶୁଣିଲା ମାତ୍ରେ ଆପଣଙ୍କର ପାଦ ତଳୁ ମାଟି ଦିଫାଳ ହେଇଯିବ। ପଣ୍ଡିତ ହଁ ଆଜ୍ଞା ହଁ ଆଜ୍ଞା ଆପଣ ଟିକେ ଚିନ୍ତା କରନ୍ତୁ। ଜଣେ ସାଧାରଣ ଋଷି ଆମର ଏକ ଅଠଣି ସେନା ପାଇଁ ଭୋଜନ ପ୍ରସ୍ତୁତ କଲେ ପିଣ୍ଡରୁ। ତାହା ପୁଣି ହର ରକମର ଖାନା। ପଣ୍ଡିତ ହଁ ସତ୍ୟବଚନ ପଣ୍ଡିତେ ହଁ ମନରେ ମୋହର ସନ୍ଦେହ ଜନ୍ମୁଛି। ହଁ ପରା ସନ୍ଦେହ ଦୂର କର ପଣ୍ଡିତ, ସନ୍ଦେହ ଦୂର କର। ବ୍ରହ୍ମଦତ୍ତ କାମଧେନୁ ମହତେ ତ କାମଧେନୁ। ହଁ ଆଜ୍ଞା ଏ ଗାଈ ଗୋଟା ଦଉଛି ସକଳ ପଦାର୍ଥ। ହଁ ଆଜ୍ଞା ଋଷି ଯମଦଗ୍ନି ପାଖରେ ବ୍ରହ୍ମଦତ୍ତ କାମଧେନୁ ରହିଛି। ମନ୍ତ୍ରୀ ସେ ଗୋମାତାଙ୍କୁ ଯାହା ମାଗିବେ ସକଳ ମନୋକାମନା ପୂର୍ଣ୍ଣ କରୁଛି। ଗତ ରାତ୍ରରେ ଆମ୍ଭମାନଙ୍କ ଭୋଜନ ସେ କାମଧେନୁ ପ୍ରଦତ୍ତ ଅଟେ। ସଦାଏ ଯମଦଗ୍ନି ଋଷି ଆଶ୍ରମେ କାମଧେନୁ ଅଛାଇ କାମନା ବାସନା ଅତିରେ ସେହୁ ପୂର୍ଣ୍ଣ ସାରା ବ୍ରହ୍ମାଣ୍ଡର ଐଶ୍ୱର୍ଯ୍ୟ ସେହି ଗାଈ ଦିଆଏ କାମନା ବାସନା ଅତିରେ ସେହୁ মহারাজ চিন্তা করন্তু এক ভিক্ষুক তাপি বিভিন্ন সুস্বাদু ভোজন দেখো ব্রহ্মাদত্ত সেই সেই সুজাতাই যমদগ্নি ঋষি আশ্রম দুঃখ দূর ସଦାଏ କେବେ ସେ କାମଧେନୁ ଋଷି ଆଶ୍ରମ ନୁହେଁ ମହାମନ୍ତ୍ରୀ। ରାଜସ୍କ ଗୋଶାଳାରେ ଶୋଭା ବର୍ଦ୍ଧିତ କରେ। ଆଉ ମତେ ସକଳ ଐଶ୍ୱର୍ଯ୍ୟ ଦେବ। ସେନାପତି କି ବାର୍ତ୍ତା ଦିଅ ବନ୍ଦୀ କରି ନେଇଯିବ କାମଧେନୁକୁ ନଗ୍ରେ ମୋହର। ଆସୁଛି ପଣ୍ଡିତ ସେନାପତି କି ଏଇ ଖବର ଦିଅ ସେ କାମଧେନୁକୁ ବଳେ ବଳେ ବନ୍ଦୀ କରି ଆଣିବ ନଗ୍ରକୁ ମୋହର। ପଣ୍ଡିତ ମହାମନ୍ତ୍ରୀ ହେବାକୁ ଇଚ୍ଛା ଅଛି କି ନା? ମହାମନ୍ତ୍ରୀ ଏ ଆଜ୍ଞା ଆପଣ ପରା ବଞ୍ଚିଛନ୍ତି। ଆପଣଙ୍କର କ'ଣ କାଳ ହୋଇଯିବ ନା କ'ଣ? ନା ପଣ୍ଡିତ ମୁଁ ଭବିଷ୍ୟତ ଦେଖୁଛି। ଭବିଷ୍ୟତ ଏ ଆପଣ କ'ଣ କହୁଛନ୍ତି? ମୁଁ କିଛି ବୁଝିପାରୁନି। ଏ ମନ୍ତ୍ରୀର ମାୟା ବୁଝିବା ଏତେ ସହଜ ନୁହେଁ ପଣ୍ଡିତ। ସତ କଥା ତଥାପି କହୁଛି ଶୁଣ। ମହାରାଜ ବଳ ପ୍ରୟୋଗ କରି କାମଧେନୁ ନେଇଯିବାକୁ ଚେଷ୍ଟା କରୁଛନ୍ତି। ହଁ ସତ କଥା ସେ ଜାଣିନାହାନ୍ତି କାମଧେନୁର ପରାକ୍ରମ। ହଁ ପରା କାମଧେନୁ ଚାହିଁଲେ ଆମ ସୈନ୍ୟ ବଳ ଠାରୁ 2 ଗୁଣ ସୈନ୍ୟକୁ ଯାଇପାରେ। ସତ କଥା ଆଉ ଆମ ସୈନ୍ୟକୁ ପରାଜିତ କରି ରାଜାଙ୍କୁ ବନ୍ଦୀ କରିପାରେ। ଯଦି ତାହା ନ ହୁଏ ହଁ ନ ହୁଏ ଯମଦଗ୍ନି ପୁତ୍ର ପରଶୁରାମ ନାମଟା ଶୁଣିଥିବ ହଁ ନିଶ୍ଚୟ। ଶୁଣିଛି ଆଜ୍ଞା ଶୁଣିଛି। ଏ ସେ ପୁଣି ପ୍ରବଳ ପରାକ୍ରମୀ ଶିବଙ୍କ ଠାରୁ ପାଇଛି ବଳ। ସେ ଆମ ରାଜାଙ୍କୁ ନିଶ୍ଚୟ ବନ୍ଦୀ କରିବ। ହଁ ହଁ ଆଉ ତାପରେ ମୁଁ ହେବି ରାଜା। ଆଉ ମୁଁ ହେବି ମନ୍ତ୍ରୀ। ଆସ ଆସ ପଣ୍ଡିତ। ଶଳା ଲାଜ ନାଇଁରେ ମୁହଁକୁ ତୋର। ତମେ ଶଳା ସବୁ ହଣା କଟା ହେଇ ମରିବ।
ହେବି ମୁଁ ଆଉ ମୁଁ ଗୋଟାଏ ରାଜ୍ୟ ତିଆରି କରିଦେବି ଜନାର୍ଦ୍ଦନ ହେ